ସାର୍ ଆଜି ସଦର ଭାବରେ ରିଭ୍ୟୁ କରୁଛନ୍ତି ଯୋଉ ଅଧିକାରୀ ମାନେ ଅବହେଳା କରୁଛନ୍ତି ତାକୁ ତାଗିଦ କରାଯାଉଛି ବିଶେଷ କରି ବିକାଶମୂଳକ କାମ ନେଇକି ରିଭ୍ୟୁ କରାଯାଉଛି କିପରି ରହିଛି ଆଜି ମୁଁ ଦେଗାଁ ବ୍ଲକ ତଥା ବଲାଙ୍ଗୀର ବ୍ଲକର ସେପରେଟଲି ବ୍ଲକ ହେଡକ୍ୱାର୍ଟରରେ ବସିକରି ରିଭ୍ୟୁ କରିଛି ଯାହାଦ୍ୱାରା ଲୋକଙ୍କର ଉନ୍ନତିପୂର୍ବକ କାମଟା ବ୍ଲକର ବିକାଶର କାମଟା ତଥା ଲୋକଙ୍କର ଯାହା ଅସୁବିଧା ରହିଯାଇଛି ଖାସକର ସ୍ୱାସ୍ଥ୍ୟ ଶିକ୍ଷା ପିଇବା ପାଣି ଜଳସେଚନ ରାସ୍ତା ଗମନାଗମନ ତଥା ଅନ୍ୟ ଅନ୍ୟ ଜିନିଷକୁ ନେଇକରି ରିଭ୍ୟୁ ନିଆଯାଇଛି କାମଟା କେମିତି ସ୍ପିଡ୍ ଅପ୍ ହେବ ଲୋକଙ୍କୁ ବେନିଫିଟ୍ ଡାଇରେକ୍ଟଲି କେମିତି ମିଳିବ ଆଉ ଯାହା ଆମର ଲାଭ ନେବା କଥା କେନ୍ଦ୍ର ସରକାର ଯୋଜନା ହଉ ନା ରାଜ୍ୟ ସରକାର ଯୋଜନା ତାକୁ ଆମେ କେମିତି ଷ୍ଟ୍ରିମଲାଇନ୍ କରିପାରିବା ଆଉ ଲୋକଙ୍କ ପାଖରେ ଆଣିପାରିବା ଖାସକର ଆମର ଯେଉଁମାନେ ବିସ୍ଥାପିତ ହେଇକି ନୂଆ ଆକାରରେ ଆସିଛନ୍ତି ବଲାଙ୍ଗୀର ବ୍ଲକରେ ତାଙ୍କ ସ୍ପେଶାଲି ଯାହା ଯାହା ଅସୁବିଧା ରହିଯାଇଛି ତାକୁ କେନ୍ତା କରି ଶୀଘ୍ର ଦୂର କରିବା ତା ଉପରେ ଚର୍ଚ୍ଚା ହେଉଛି। ସାର୍ ବିଶେଷ କରି ଦେଖାଯାଇଛି ଯୋଉ ଅଧିକାରୀ ମାନେ ଅଛନ୍ତି ସେମାନେ ବିଶେଷ କରି ଅବହେଳା ପ୍ରଦର୍ଶନ କରୁଛନ୍ତି ଯାହାଦ୍ୱାରା ଲୋକେ ସିଧାସଳଖ ଏଇ ଯୋଉ ସରକାରୀ ଯୋଜନାରେ ବେନିଫିଟ୍ ପାଉନାହାନ୍ତି। ବହୁତ ଜାଗାରେ ଆମେ ଦେଖୁଛୁ କୋଅର୍ଡିନେସନର ଅଭାବ ଦ୍ୱାରା ତଥା କେତେ ଜାଗାରେ ଅବହେଳା ଦ୍ୱାରା କାମଟା ସ୍ଲୋ ହୋଇଯାଇଛି ନା କାମ ହେଇପାରିନି ତାର ଲାଗି ଗୋଟେ ସ୍ୱତନ୍ତ୍ର ଭାବରେ ମେକାନିଜମଟା ଆମେ ଆଣିବା ଚାହୁଁଛୁ ଗୋଟେ ଗ୍ରିଭିଏନ୍ସ ରିଡ୍ରେସଲ ମେକାନିଜମ ଆଣିବା ଚାହୁଁଛୁ ଗୋଟେ ବଲାଙ୍ଗୀର ଲାଗି ହେଲ୍ପଲାଇନଟା ଆମେ ଆରମ୍ଭ କରିବୁ ଯାହାଦ୍ୱାରା ଲୋକଙ୍କର ଗ୍ରିଭିଏନ୍ସଟା ଆମେ ଡାଇରେକ୍ଟଲି ମିଳିପାରିବ ଆଉ ତାକୁ ମଧ୍ୟ ଷ୍ଟେପ୍ ବାଇ ଷ୍ଟେପ୍ ଫଲୋ ଅପ୍ କରିପାରିବ ତେଣୁ ନୂଆ ଆକାରରେ କାମଟା ଆରମ୍ଭ ହେଉଛି ଆମେ ମାନେ ଆଶା କରୁଛୁ ଆଗାମୀ ଦିନରେ ଏ ଜିନିଷଟା ସାର୍ ବିଶେଷ କରି ନୂଆ ଏମଏଲଏ ଏବେ ଆକ୍ସନ ମୋଡରେ ରହିବେ। ମୁଁ ତ ପ୍ରଥମ ଦିନରୁ ଯଦି ଏମଏଲଏ ସମୟରେ ସନ୍ତଲା ଏମଏଲଏ ଥିଲି ନା ସାଂସଦ ଥିଲି ପ୍ରଥମ ଦିନରୁ ମୋର ଅଭ୍ୟାସ ଅଛି କାମ କରିବା ଲାଗି ତେଣୁ ଇଲେକ୍ସନ ପରେ ପରେ ହିଁ ଯାଇକରି ଆମେ ମ୍ୟୁନିସିପାଲିଟି ରିଭ୍ୟୁ ନେଇଥିଲୁ ବର୍ଷା ଲାଗି ବନ୍ୟା ଲାଗି ତଥା ମହାରାଣୀ ସାଗର ରିଭ୍ୟୁ ନିଆ ହେଇଥିଲା ତା ପରବର୍ତ୍ତୀରେ ହେଲ୍ଥର ରିଭ୍ୟୁ ନିଆ ହେଇଥିଲା ଆଜି ଆମେ ଦୁଇଟା ବ୍ଲକର ରିଭ୍ୟୁ ନେଉଛୁ ଆଗାମୀ ଦିନରେ ବଡ଼ ବଡ଼ କାମଟା ଯାହା ରହିଯାଇଛି ତ ଅଧା ପୂରଣ ହେଇଯାଇଛି ନା ଯାହା କାମଟା ଆମେ ଆରମ୍ଭ କରୁଥିଲୁ ଗତ ସରକାର ଦ୍ୱାରା ସେ କାମଟା କେନ୍ତା କରି ସ୍ପିଡ୍ ଅପ୍ ହେବ କାମଟା ଶୀଘ୍ର ସରିବ ଆଉ ଲୋକଙ୍କ ପାଖରେ ସେ ଲାଭଟା ଡାଇରେକ୍ଟଲି ମିଳିବ ତା ଉପରେ ଆମେ ଚେଷ୍ଟା କରିବୁ। ଠିକ୍ ଅଛି।